କୋଳ ଭରୁଛି ଇନ୍ଦ୍ରାବତୀ 34% ପହଞ୍ଚିଲା ଜଳଭଣ୍ଡାର। କଳାହାଣ୍ଡିର ଚାଷୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଆଶା ଓ ନିରାଶା ମଧ୍ୟରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପର ଖରିଫ ଜଳସେଚନକୁ ନେଇ ଏବେ ନୂଆ ଆଶା ସଞ୍ଚାର ହୋଇଛି। କିଛି ଦିନର ମଧ୍ୟମ ଧରଣର ବର୍ଷା ଏବଂ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ିବା ଫଳରେ ଧୀରେ ଧୀରେ ଇନ୍ଦ୍ରାବତୀର କୋଳ ଭରିବାରେ ଲାଗିଛି। ଚଳିତ ଜୁଲାଇ 10 ତାରିଖରୁ ଖରିଫ ଜଳସେଚନ ଆରମ୍ଭ ହୋଇଥିବା ବେଳେ ସେତେବେଳେ ଜଳଭଣ୍ଡାରର ଜଳସ୍ତର ପ୍ରାୟ 628.52 ମିଟରରେ ପହଞ୍ଚିଥିଲା। କଳାହାଣ୍ଡି ଜିଲ୍ଲାର ପ୍ରାୟ 1,18,000 ହେକ୍ଟର ଚାଷଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରଖିଛି ଇନ୍ଦ୍ରାବତୀ ପ୍ରକଳ୍ପ। କିନ୍ତୁ ଖରିଫ ଆରମ୍ଭରେ ଜଳଭଣ୍ଡାରର ନିମ୍ନ ଜଳସ୍ତର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଆବଶ୍ୟକ ସମୟରେ ଚାଷଜମିକୁ ପର୍ଯ୍ୟାପ୍ତ ପାଣି ମିଳିବ କି ନାହିଁ, ତାହାକୁ ନେଇ ସୃଷ୍ଟି ହୋଇଥିଲା ଆଶଙ୍କା। ହେଲେ ଜୁଲାଇ ମାସର ଶେଷ ଭାଗରେ ହୋଇଥିବା ବର୍ଷା ଏବେ ସ୍ଥିତିକୁ ବଦଳାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 632.180 ମିଟରରେ ପହଞ୍ଚିଛି। ଏହାସହ ଜଳଧାରଣ ପରିମାଣ ପ୍ରାୟ 34%ରେ ପହଞ୍ଚିଥିବା ସୂଚନା ମିଳିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ପ୍ରାୟ 1,18,550 ହେକ୍ଟର ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଧାରଣ ପ୍ରାୟ 50,447 ହେକ୍ଟର ମିଟରରେ ପହଞ୍ଚିଥିବା କୁହାଯାଉଛି। ତେବେ ଏହି ସ୍ଥିତି ପଛରେ ରହିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଚଳିତ ବର୍ଷ ମେ 17 ତାରିଖରୁ ରବି ଜଳସେଚନ ବନ୍ଦ ହେବା ପରେ ବିଦ୍ୟୁତ ଉତ୍ପାଦନ ଜାରି ରହିବା ଫଳରେ ଜଳଭଣ୍ଡାରର ଜଳସ୍ତର ପ୍ରାୟ 3 ମିଟର ହ୍ରାସ ପାଇଥିବା କୁହାଯାଇଥିଲା। ଏହାକୁ ନେଇ ଖରିଫ ଜଳସେଚନ ଆରମ୍ଭ ପୂର୍ବରୁ ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ଜଳଭଣ୍ଡାର ପରିଚାଳନାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଜଳସେଚନକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଅନ୍ତଃସ୍ରୋତ ବଢ଼ିବା ଏବଂ ମଧ୍ୟମ ଧରଣର ବର୍ଷା ଯୋଗୁଁ ଜଳସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଫଳରେ ଆଗାମୀ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀଙ୍କ ମଧ୍ୟରେ ପୁଣି ଆଶା ସଞ୍ଚାର ହୋଇଛି। ସେପଟେ ଜଳସେଚନର ଆବଶ୍ୟକତାକୁ ପ୍ରାଥମିକତା ଦେଇ ବିଦ୍ୟୁତ ଉତ୍ପାଦନକୁ ସେହି ଅନୁଯାୟୀ ସ୍ଥିର କରାଯିବ ବୋଲି ଉଚ୍ଚସ୍ତରୀୟ ସମନ୍ୱୟ କମିଟିରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏବେ ଚାଷୀଙ୍କ ନଜର ଆକାଶ ଉପରେ, ଆଉ ଆଶା ଇନ୍ଦ୍ରାବତୀ ଉପରେ। ଆଗାମୀ ଦିନରେ ଆବଶ୍ୟକ ବର୍ଷା ହେଲେ ଜଳଭଣ୍ଡାରର ସ୍ଥିତି ଆହୁରି ସୁଧୁରିବ ଏବଂ ଖରିଫ ଜଳସେଚନ ସ୍ୱାଭାବିକ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି। ଜୟପାଟଣାରୁ ପାଇଁ ସ୍ପେଶାଲ ରିପୋର୍ଟ।